ଆଚ୍ଛା ବାବୁ, କ'ଣ ହେଇଛି କଥାଟା କ'ଣ ବୁଝିଛନ୍ତି ନା? ଧୁ ଧୁ ଖରା ବେଳ ବିଚରା ଚକୁଳିଆ ପଣ୍ଡାଟା ମାଡ଼ ଗୋଳ ଖାଇ ଭାରି କଷ୍ଟରେ ଆଉଁସି ଆଉଁସି ହେଇକି ଯାଇକି ସେ ପଦ୍ମ ପୋଖରୀ ଆଡ଼ିରେ ବଇଲା। ବିଚରା ତା ଦେହକୁ ଟିକେ ଆଉଁସିଲା। ଭାବିଲା ବୋଧେ ଆଉ କେଠି ପିଟାମରା ହେଇଯାଉଛି କି। ଚାରିଆଡ଼େ ଅନେଇକି ଦେଖିଲା, କାହିଁ କେହିଟି ତ କେହି ନାହାନ୍ତି। ତେଣୁ ଚୁପଚାପ ବସିଗଲା। ଚକୁଳିଆ ପଣ୍ଡାର ଅବସ୍ଥା ପୁରାପୁରି ଢିଲା। ମାନେ କ'ଣ? ବିଚରା ଖାଇ ନାହିଁ, ତେଣୁ ତାକୁ ଅବସ୍ଥା ଢିଲା ଲାଗିଲା। ଆଉ କ'ଣ ହେଲା ନା, ସେ ପୋଖରୀର ପାଣି କାଚ କେନ୍ଦୁ ପରି ଏକଦମ ଚକଚକା ଦେଖାଯାଉଛି। ଚକୁଳିଆ ପଣ୍ଡା ଭାବିଲା, କ'ଣ କରିବି? ଡାଲି ଖାଉଁ, ହାପୁ ଖାଉଁ, ଚକୁଳି ଖାଉଁ, ବେସର ଖାଉଁ, ରାବିଡ଼ି ଖାଉଁ, ଏମିତି କହି କହି ଗୋଟେ ଗୋଟେ ସେ ପାଣିଟାକୁ ପାଟିକୁ ନଉଥିଲା। ସେ ପୋଖରୀରେ ପ୍ରଭୁ ଗଙ୍ଗା ମାତା ରହୁଥିଲେ। ଗଙ୍ଗା ମାତା କ'ଣ କଲେ ନା, ଚକୁଳିଆ ପଣ୍ଡାର ଏମିତିକା ବିଭୀଷିକା ଦେଖି ଗଙ୍ଗା ମାତା ଟିକେ ଦୟା କଲେ। କହିଲେ, ବିଚରାଟା କେତେ ଡାଲି ଖାଉଁ, ହାପୁ ଖାଉଁ, ଚକୁଳି ଖାଉଁ, ବେସର ଖାଉଁ, ରାବିଡ଼ି ଖାଉଁ, ଏମିତି କଥା କହିକି ଡାକୁଛି। ତେଣୁ ବିଚରା ଚକୁଳିଆ ପଣ୍ଡା ମନରେ ଟିକେ ଖୁସି ଆଣିବା ପାଇଁ ସେ କ'ଣ କଲେ ନା, ସେ କରିଦେଲେ ନା ଗୋଟେ ହାଣ୍ଡିରେ ଖାଦ୍ୟ, ବିଭିନ୍ନ ରକମର ଖାଦ୍ୟ, ସ୍ୱାଦିଷ୍ଟ ଖାଦ୍ୟ ଭରପୁର କରିକି ଚକୁଳିଆ ପଣ୍ଡା ପାଖକୁ ପଠେଇଦେଲେ। ତ ଚକୁଳିଆ ପଣ୍ଡା କହୁଛି, ଡାଲି ଖାଉଁ, ଭାତ ଖାଉଁ, ହାପୁ ଖାଉଁ, କିନ୍ତୁ ଅଚାନକ ସେ ହାଣ୍ଡିଟା ଭାସି ତା ଆଡ଼କୁ ଆସିଗଲା। କହିଲା, ଦେଖିବା କେମିତି ହାଣ୍ଡିଟେ ଅଛି, ଆଉ କେମିତି ହାଣ୍ଡିଟା ଅଛି, ଆଉ ଟିକେ ଦେଖିବା। ଆଉ ଚଲ ହେଇକି ପାଣିକୁ ଆଉଜି ଗଲା। ଭାରି ବଢ଼ିଆ ହେଇଛି ବା। ହଁ, ବହୁତ ବଢ଼ିଆ ହେଇଛି। ଟିକେ ମିଠା ଖାଉଁ, ଡାଲି ଖାଉଁ, ହାପୁ ଖାଉଁ, ଏମିତି କହିକି ଟିକେ ହାପୁର କରିକି ନେଇଗଲା। ଖାଇଦେଲା, ନେଇଗଲା। ହାପୁର କରିକି ନେଇଗଲା ବୋଇଲେ ଖାଇଦେଲା ପରେ କହିଲା, ହଁ, ମୋ ପେଟଟା ଟୁମ୍ ହେଇଗଲା। ଏଣିକି ତାକୁ ନେଇକି ଯାଇ ଶିକାରେ ଥୋଇ ଦିଏ, ଏଣିକି ବୁଲାବୁଲି କରିବାକୁ ଯିବି। ଆଉ ବିଚରା ଚକୁଳିଆ ପଣ୍ଡାର ତା ମା କୁଆଡ଼େ ଘରକୁ ଆସିଲା, ଦେଖିଲା ଏ ହାଣ୍ଡିରେ କ'ଣ ଗୋଟେ ଥୁଆ ହେଇଛି। ତାକୁ ଯାହୁ ବହୁତ କଷ୍ଟରେ କାଢ଼ିକି ଦେଖିଲା, ଏଠି ସ୍ୱାଦିଷ୍ଟ ହାଣ୍ଡି ଭରା ହେଇଛି। ବିଚରା ପଣ୍ଡା ତ ଘରେ ନାହିଁ, କୁଆଡ଼େ ଯାଇଛି, ଆଉ ଟିକେ ଖାଇଦବା। ସେ ବି ଖାଇ ଦେଇକି କିଛି ସମୟ ଫେର ହାଣ୍ଡିଟାକୁ ଥୋଇଦେଲା। କହିଲା, ସେତକ ଥାଉ, ଆଉ ବାକି ଆସିଲେ ଚକୁଳିଆ ପଣ୍ଡା ମୁଁ ମିଶିକି ଖାଇଦବା, ଦେଇକି ଆଜି ଦିନ ତମାମ ଶୋଇଯିବା। ଇମିତିକା କିଛି ଦିନ ସେମାନେ ଚାଲିଗଲେ। କିନ୍ତୁ ସେମାନଙ୍କୁ କ'ଣ ହେଲା, କିଛି ଦିନ ପରେ ସେ ଗଙ୍ଗା ମାତା ବିଚାର କଲେ। କୋଉ ମାତା? ଗଙ୍ଗା ମାତା ବିଚାର କଲେ ଯେ ଏ ବିଚରା ଲୋକ ଗୁଡ଼ାକ ଏତେ ହୀନସ୍ତିଆ ହେଉଛନ୍ତି, ଅଭାବ ଅନାଟନରେ ପଡ଼ି ମୋ ପାଖକୁ ଆସି ଖାଉଛନ୍ତି, ତଥାପି ଦିନ ଏତେ ବିତିଗଲା ଯେ ସେମାନେ କ'ଣ ଭାବିଲେ ନା, ଏଣିକି ଆଉ କାମ ଦାମ କରିବାନି, ସେଠି ଯାଇ ଡାଲି ଖାଉଁ, ହାପୁ ଖାଉଁ, ଚକୁଳି ଖାଉଁ, ଖାଇଦବା। ମାନେ ଡାଲି ଖାଉଁ, ହାପୁ ଖାଉଁ, ଚକୁଳି ଖାଉଁ, ବେସର ଖାଉଁ, ବରା ଖାଉଁ, ରାବିଡ଼ି ଖାଉଁ, ଏସବୁ କଥା କହିକି ପାଣି ଚଳେ ପିଇବା। ଆଉ ଖୁବ୍ ଶୀଘ୍ର ଗଙ୍ଗା ମାତା ଖାଦ୍ୟ ହାଣ୍ଡି ପଠେଇଦେବେ। ତେଣୁ କହିଲେ, ଆଉ କାମ କ'ଣ କରିବା? କିଛି କାମ କରିବା ତ ନିତି ସବୁବେଳେ ତା ଜାଗାକୁ ଯିବୁ, ବସିବୁ, କହିବୁ ଡାଲି ଖାଉଁ, ହାପୁ ଖାଉଁ, ଚକୁଳି ଖାଉଁ, ଏ କଥା କହିବୁ, ଆଉ ଗଙ୍ଗା ମାତା ତୋ ପାଇଁ କିଛି ଖାଦ୍ୟ ପଠେଇଦେବେ। ହେଲା। ଆଚ୍ଛା, ସେଇଠୁ ଦିନକର ଘଟଣା କ'ଣ ହେଇଛି ନା,
ସେମିତି ଡାଲି ଖାଉଁ, ହାପୁ ଖାଉଁ, ବେସର ଖାଉଁ, ଚକୁଳି ଖାଉଁ, ରାବିଡ଼ି ଖାଉଁ, ଅମୁକ ତୁସୁକ ଖାଉଁ କହିଥିଲା। କହିଲା ବେଳକୁ ଗଙ୍ଗା ମାତା ସେ ହାଣ୍ଡି ଭିତରେ ବିଭିନ୍ନ ରକମର ଫାଇଟିଂ ମାନେ ବିଭିନ୍ନ ରକମର ମାଡ଼ ସବୁ ଭର୍ତ୍ତି କରିକି ଦେଇଦେଲେ। କ'ଣ ଦେଲେ? ମାଡ଼ ଭର୍ତ୍ତି କରିକି ଦେଇଦେଲା। କ'ଣ ସବୁ? ଚିମ୍ପୁଡ଼ା, ରାମ୍ପୁଡ଼ା, ଗଇଁଠା, ବିଧା ଇତ୍ୟାଦି ଇତ୍ୟାଦି ମାଡ଼ ସବୁ ସେ ହାଣ୍ଡିରେ ମାଡ଼ ଭର୍ତ୍ତି କରିକି ଦେଇଦେଲେ। ଚକୁଳିଆ ପଣ୍ଡା ସେଇଠୁ କ'ଣ କଲା? ଦେଖିବା ଏଣିକି କ'ଣ ଆଇଛି ଆଉ ଟିକେ ଦେଖିବା ଦେଇକି ଥପ୍ ଥପ୍ ଯାଇକି ହାଣ୍ଡିଟାକୁ ଖୋଲି ପକେଇଲା। ଇଏ ବାବା ଲୋ ମା ଲୋ ବୋଉ ଲୋ ମରିଗଲି ଲୋ। କ'ଣ ହେଲା ନା ହାଣ୍ଡି ଖୋଲିବା ମାତ୍ରକେ ସେଠି ଗଇଁଠା, ବିଧା, ରାମ୍ପୁଡ଼ା, ଚାପୁଡ଼ା ଏକାଥରେ ସେ ଚକୁଳିଆ ପଣ୍ଡା ପିଠିରେ ଧୁସ୍ ଦାସ୍ ଢିସ୍ ଢୁସ୍ ମାଲ ମରିଗଲି ଏମିତି ହେଇକି ବହୁତ ଚିନ୍ତା କଲା। କ'ଣ ହେଲା? ମରିଗଲି। ମାନେ ଏତେ ମାଡ଼ ହେଲା ଯେ ଗଇଁଠା, ବିଧା, ରାମ୍ପୁଡ଼ା, ଚାପୁଡ଼ା ଏମିତି ସବୁ ମାଡ଼ ହେଇଗଲା। ସେଇଠୁ ଚକୁଳିଆ ପଣ୍ଡା ମନେ ମନେ କ'ଣ ଭାବିଲା? ଓହୋ କ'ଣ କରିବି? ଚେଷ୍ଟା କରି ସେ ହାଣ୍ଡିର ପଲମଟାକୁ ଢାଙ୍କି ଦେଲା। ବୁଝିପାରିଲେ ନା? ଆଚ୍ଛା, ଢାଙ୍କି ଦେଲା। କହିଲା ଓହୋ ଟିକେ ନିସ୍ତାର ମିଳିଲା। ଯା ହଉ ବହୁତ କଷ୍ଟରେ ବଞ୍ଚିଗଲି ଲୋ। ଓ ପ୍ରଭୁ, ଏଇଆ କହିକି କହିଲା ଠିକ୍ ଅଛି, ମୋ ମା' ବି ଏଥିରୁ ସବୁ କାମ କରୁଛି। ଖାଉଛି ଏକୁଟିଆ, ଗଣ୍ଡିଟା ବେଡ଼ି କରିକି ଚାଲିକି ବୁଲୁଛି। ତେଣୁ ଯାଇ ତାକୁ ବି ଟିକେ ଥୋଇଦେବି, ସେ ଯାଇକି ରାମ୍ପୁଡ଼ା ରାମ୍ପୁଡ଼ି କରି ଖାଇବ। ଆଉ ବାସ୍ ଗଲା ଚକୁଳିଆ ପଣ୍ଡା ହାଣ୍ଡିଟା ଲୋଥ୍ କି ଥୋଇଦେଲା। ତାପରେ ଗାଁକୁ ବୁଲିବାକୁ ଚାଲିଗଲା। କହିଲା ବିଚରା ଆଉ କାମ କ'ଣ ହେବ? କାମ ଦାମ କିଛି ନାହିଁ, ତେଣୁ 2 ପଇସା ରୋଜଗାର କରିକି ଆଣିବ। ଚକୁଳିଆ ପଣ୍ଡାର ମା ଯେ ଆସିଥିଲା କହିଲା ଆଜି ବି ଆଇଛି ଆଉ ଆଜି ତ ଆଇଛି ବା, ଦେଖିବା କ'ଣ ଟିକେ ଖାଇଦବା ଆଉ। ତାପରେ ଚକୁଳିଆ ପଣ୍ଡା ଯେମିତି ଧୀରେ ଧୀରେ ହାଣ୍ଡିଟାକୁ ଖୋଲିଦେଲା, ପଲମଟାକୁ ଧୀରେ ଧୀରେ ଫିଟେଇ ଦେଲା। ଓ ବାପା ଲୋ ବୋଉ ଲୋ ମା ଲୋ। ତା ମାନେ ହାଣ୍ଡି ଫିଟେଇବା ସାଙ୍ଗକୁ, ସେ ପଲମଟା ଫିଟେଇବା ସାଙ୍ଗକୁ ହାଣ୍ଡି ମାନେ ମାଡ଼ ହାଣ୍ଡି ସବୁ ବର୍ଷିଗଲା। ଓ ବାପା ଲୋ ମା ଲୋ ବୋଉ ଲୋ ହେଇକି ସେ ବି ବିଚରା ବହୁତ କଷ୍ଟରେ ମାନେ ତାର ହାଣ୍ଡି ସେ ପଲମଟାକୁ ଆଉ ଥରେ ଢାଙ୍କି ଦେଲା। କହିଲା ବାବା ଲୋ ଇଏ ଥାଉ ବାବା, କ'ଣ ହେଲା? ତାକୁ ନେଇକି ସେ ବାଡ଼ିପଟ ସେ ଖତ ଖାଲ ଆଡ଼କୁ ଥୋଇଦେବା ହେଲା। ଏଇ କଥା ନେଇ ଥପଙ୍ଗ ହେଇକି ଯାଇ ବିଚରା ସେ ଖତ ଖାଲ ଆଡ଼କୁ ସେ ହାଣ୍ଡିଟା ଥୋଇଦେଲା ପରେ ସେଠି ଥୋଇଦେଲା ପରେ ରାତିରେ ଚୋର ଆସିଛନ୍ତି। ଆଉ ଚୋର ଆସିକି ସବୁ ଖୋଜାଖୋଜି କରି ଯେ ଯେଠୁ ଆଣିଛନ୍ତି ନେଇକି ସେଇ ଜାଗାରେ ବାଟ କରିବେ। ସବୁ ବାଟ କରୁଛନ୍ତି ଚୋରମାନେ। ଗୋଟେ ଚୋରର ନଜର ପଡ଼ିଗଲା। କହିଲା ଆହା ଦେଖିବା ସେଇଠି ଗୋଟେ କ'ଣ ହାଣ୍ଡିଟା ଅଛି ହେଲା। ଯାଇକି ଯେମିତି ସେ ହାଣ୍ଡିର ଢାଙ୍କୁଣୀ ଖୋଲିଦେଲା। ଖୋଲିଦେବା ମାତ୍ରେ ଧଡ଼ଧାଡ଼ ମାଡ଼ ହେଇଗଲା। ଏ ସମସ୍ତଙ୍କୁ ମାଡ଼ ହେଇଗଲା। ବାପା ଲୋ ବୋଉ ଲୋ ମା ଲୋ ମରିଗଲି ଲୋ ଏସବୁ କହିକି ସମସ୍ତେ ଡରରେ ଦୌଡ଼ି ପଳେଇଗଲେ ହେଲା। କିନ୍ତୁ ତା ପରଦିନ ସକାଳୁ ଚକୁଳିଆ ପଣ୍ଡା ଯେତେବେଳେ ଗାଁକୁ ମାନେ ଚକୁଳିଆ ପଣ୍ଡା ଯେତେବେଳେ ସେ ବାଡ଼ି ଭିତରକୁ ଯାଇଥିଲା, ସେ ଦେଖିଲା କହିଲା ଏଇ ବାବା ଏତେ ଗୁଡ଼ା ଜିନିଷ ପଡ଼ିଛି, ମଣି ମୁକ୍ତା ମାଣିକ ହାର ମାର ଦୁନିଆ ଜିନିଷ ପଡ଼ିଛି। ତେଣୁ ଯାଇକି ସାଙ୍ଗେ ସାଙ୍ଗେ ତାକୁ କୋଢ଼ି ଆଣିଲା। ଆଉ କହିଲା ଯେ ତା ମାଆକୁ କହିଲା ବୋଉଲୋ ଏଇଟା କାହାକୁ କିଛି କହିବୁନି ହେଁ, ଆମ ବାଡ଼ି ବାଟେ ଏଇ ଚୋର ସବୁ ଯାଇଥିଲେ ବୋଧେ, ଏଇ ଜିନିଷ ସବୁ ପଡ଼ିଛି, ଆଉ ତାକୁ ନେଇକି ବିକ୍ରି ବୁକର କରିବା, ଆଉ ଧୀରେ ଧୀରେ ଚଳିବା ହେଲା। ଆଉ କାହାକୁ କିଛି କହିବାନି, ଆମେ ଏଣିକି ଦୁଃଖ ଧନ୍ଦା ସବୁ ଦୂରୀଭୂତ ହେଇଗଲା।
माय डियर फ्रेंड मो गपटा केमिति लागिला दया करी ए चैनल रे लाइक सब्सक्राइब आउ शेयर करिवे सब्सक्राइब निश्चित करिवे शेयर जहा करंतु न करंतु लाइक सब्सक्राइब निश्चित भाव रे करिवे।